ଆମର କଳ କାରଖାନା ତିଆରି କରିବା ପାଇଁ ପାହାଡ଼ ସବୁ ଭଙ୍ଗା ହେଉଛି। ଆମର ଯେଉଁ ପୃଥିବୀ ଏବଂ ଇଏ ଭିତରେ ପାହାଡ଼ ଭିତରେ ଯେଉଁ ସନ୍ତୁଳନ ରହିବା କଥା ସେଇଟା ମଧ୍ୟ ରହିପାରୁନି ଏବଂ ସେଇଥିପାଇଁ ଆଜି ଆମେ ଦେଖୁଛୁ ଝାରଖଣ୍ଡର ଦଲମା ପାହାଡ଼ର ହାତୀମାନେ ମଧ୍ୟ ଆମର ଅଞ୍ଚଳକୁ ପଳେଇ ଆସୁଛନ୍ତି। ଆଉ ରମା ଭାଇ ଆସିଛନ୍ତି, ତାଙ୍କ ଆଡ଼େ ତ ମାନେ 100-200 ହାତୀ ଅଛନ୍ତି। ଆମର ଝାଡ଼ଗ୍ରାମ ଦେଇକି ସେପଟେ ଗୋଟେ ଛୁଡ଼ିଆପଦା ଦେଇକି ଗୋଟେ କରିଡର ଅଛି ଆମର ନୀଳଗିରି, ସେ ଅଞ୍ଚଳକୁ ପ୍ରାୟ ମୁଁ ଜାଣିବାରେ ମୁଁ 2002 ମସିହାରେ ଜିଲ୍ଲା ପରିଷଦ ସଭାପତି ଥିଲି। ସେ ବର୍ଷ ଆମେ ଛୁଡ଼ିଆପଦା ଅଞ୍ଚଳରେ 3 ମାସ ଧରିକି ହାତୀ ଖାଇଛୁ। ଆଜି ବି ମୋର ମନେ ପଡ଼େ ସେ ସମୟରେ 400 ହାତୀ ଆସିଥିଲେ। ସେଥିପାଇଁ ହେଉଛି ପରିବେଶକୁ ଆମେ ସନ୍ତୁଳନ ରଖିଥାଉ। ସେଇଥିପାଇଁ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦିଜୀ ଏଇ ବର୍ଷ ଯେ ସମସ୍ତେ ମା ପାଇଁ ଗୋଟେ ଗଛଟିଏ ଲଗେଇବା ଏ କାର୍ଯ୍ୟକ୍ରମ ମଧ୍ୟ ସ୍କୁଲ ମାନଙ୍କରେ କରିଥିଲେ ନା ନାଇଁ କରାହେଇଛି। ତ ଆମର ଗଛ କେତେ ବଞ୍ଚିଛି? ସରକାର ବାହାଦୁର ଗଛ ଲଗାଉଛନ୍ତି, ଫରେଷ୍ଟ ଡିପାର୍ଟମେଣ୍ଟ ଲଗା ହେଉଛି, ସୋସିଆଲ ଫରେଷ୍ଟ ଲଗା ହେଉଛି, ଆମର ସଏଲ କନଜରଭେସନ ଡିପାର୍ଟମେଣ୍ଟ ଲଗା ହେଉଛି, ITDA ଡିପାର୍ଟମେଣ୍ଟ ଲଗା ହେଉଛି, ହର୍ଟିକଲଚର ବାଲା ବିଭିନ୍ନ ଗଛ ଚାରା ଦଉଛନ୍ତି। ତ ଆମେ କେତେ ଗଛ ପ୍ରାକ୍ଟିକାଲି ବଞ୍ଚଉଛେ? ମୁଁ ପ୍ୟାନେଲରେ ଭାଷଣ ଦେଇକି ଖୁସି ହେବି, ସେ କଥା ନୁହେଁ। ପରିବେଶ ଯଦି ଖାଲି ଧ୍ୱଂସ ହେଇଯାଏ, ନଷ୍ଟ ହେଇଯାଏ, ତାହେଲେ ଏ ମାନବ ସମାଜ କାଲି ସେଟା ଭୋଗିବା ପାଇଁ ପଡ଼ିବ। ଯଦି ଆମ ଜେନେରେସନରେ ଆମେ ଭୋଗୁନାହୁଁ, ଆଗାମୀ କାଲିର ବଂଶଧର ମାନେ ସେଟାକୁ ଭୋଗିବେ। ହଁ କି ନାଇଁ? ଭୋଗିବେ କି ନାଇଁ? ତେଣୁ ଆମକୁ ଆଜିଠୁ ସଚେତନ ହେବା ପାଇଁ ପଡ଼ିବ। ସେଇଥିପାଇଁ ଓଡ଼ିଶା